ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। पंचदश अध्याय पुरुषोत्तम योग। परमात्माଙ୍କ प्रभाव। देहाभिमानी व्यक्तिर बुद्धि इंद्रिय ग्राह्य विषयवस्तु घटना और क्रिया पर्यंत सीमित रहे। ସେମାନେ ଦେହାଭ୍ୟନ୍ତରସ୍ଥ ଚିନ୍ମୟ ସତ୍ତା ଆତ୍ମାକୁ ଅନୁଭବ କରିପାରନ୍ତି ନାହିଁ। ସେମାନଙ୍କର ପ୍ରକୃତି ସହିତ ତାଦାତ୍ମ୍ୟ ରହୁଥିବାରୁ ପ୍ରକୃତିର ସମସ୍ତ କାର୍ଯ୍ୟକଳାପକୁ କେବଳ ସ୍ଥୂଳ ଦୃଷ୍ଟିରେ ଦେଖନ୍ତି। ଜଡ଼ ପ୍ରକୃତିର ଅନ୍ତରାଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଶକ୍ତିର ଯଥାର୍ଥ ସ୍ୱରୂପ ବିଷୟରେ ସେମାନେ ଜାଣିପାରନ୍ତି ନାହିଁ। ବିଜ୍ଞାନ କେବଳ ପ୍ରକୃତିର ଭୌତିକ ଶକ୍ତିକୁ ଆବିଷ୍କାର କରି ଉପଭୋଗ କରିପାରିଛି। ପ୍ରକୃତିର ବିଚିତ୍ର ଲୀଳା ସବୁକୁ ଆଜି ମଧ୍ୟ ବିଜ୍ଞାନ ବୁଝିବାକୁ ଅସମର୍ଥ। ପ୍ରକୃତି ମଧ୍ୟରେ ସଂଘଟିତ ଅନେକ ଅଦ୍ଭୁତ କ୍ରିୟାକଳାପ ଦେଖି ମନୁଷ୍ୟ ସେସବୁକୁ ଈଶ୍ୱରୀୟ ଲୀଳା ବୋଲି ମନେ କଲା। ଏହା ଉପରେ ଗଭୀର ଚିନ୍ତନ ଚାଲିଲା। ବିଭିନ୍ନ ବ୍ୟକ୍ତି ବିଭିନ୍ନ ସିଦ୍ଧାନ୍ତରେ ପହଞ୍ଚିଲେ। ମଣିଷର ଭାବନାତ୍ମକ ଅଭିବ୍ୟକ୍ତି ଯେତେବେଳେ ଶବ୍ଦରେ ପ୍ରକାଶ ପାଏ ତାହା ଅଧିକାଂଶ ସମୟରେ କାବ୍ୟାତ୍ମକ ହୋଇଥାଏ। ଜଣେ ଦାର୍ଶନିକ କବିଙ୍କ ମତରେ କବିତାର ପରିଭାଷା ହେଉଛି ମଣିଷର ସ୍ୱତଃସ୍ଫୁର୍ତ୍ତ ଶକ୍ତିଶାଳୀ ଭାବ ପ୍ରବାହ। ପୋଏଟ୍ରି ଇଜ୍ ଦ ସ୍ପଣ୍ଟାନିୟସ୍ ଓଭରଫ୍ଲୋ ଅଫ୍ ପାୱାରଫୁଲ୍ ଫିଲିଂ। ଏହି ଦୃଷ୍ଟିରୁ ବୈଦିକ ସାହିତ୍ୟ ହେଉଛି ତତ୍କାଳୀନ ମୁନି ଋଷିମାନଙ୍କ ମନୋଭାବର କାବ୍ୟିକ ରୂପାନ୍ତର ମାତ୍ର। ସେଥିରେ ବୈଦିକ ଋଷିଗଣ ଈଶ୍ୱରଙ୍କ ବିଷୟରେ ନିଜ ନିଜ ଅନୁଭବ ବ୍ୟକ୍ତ କରିଛନ୍ତି। ସମସ୍ତେ ନିଜ ନିଜ ଅନୁସାରେ ପରମାତ୍ମା ଅନ୍ୱେଷଣ କରିଛନ୍ତି, କିନ୍ତୁ କେହି ତାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି। ତେଣୁ ସମସ୍ତଙ୍କ ମତ ଭିନ୍ନ ଭିନ୍ନ ହୋଇଛି। ବେଦା ବିଭିନ୍ନ ସ୍ମୃତି ବିଭିନ୍ନ ନ ଏକ ମୁନି ଯସ୍ୟ ମତ ନ ଭିନ୍ନ। କିନ୍ତୁ ଗୀତା ହେଉଛି ସାକ୍ଷାତ ପରମାତ୍ମାଙ୍କ ବାଣୀ। ବୈଦିକ ସାହିତ୍ୟ ପରମାତ୍ମାଙ୍କ ସଠିକ୍ ପରିଚୟ ଦେଇ ପାରିଲା ନାହିଁ ବୋଲି ଧର୍ମରେ ଗ୍ଲାନି ଦେଖାଦେଲା। ସେଥିପାଇଁ ମଣିଷର ସମସ୍ତ ଭ୍ରାନ୍ତିକୁ ଦୂର କରିବା ପାଇଁ ସାକ୍ଷାତ ପରମାତ୍ମାକୁ ଭୂପୃଷ୍ଠରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ ଦେବାକୁ ପଡ଼ିଲା। ସାକ୍ଷାତ୍ କଥୟତ ସ୍ୱୟଂ। ବୈଦିକ ସାହିତ୍ୟରେ ଗଭୀର ପାଣ୍ଡିତ୍ୟ ଥିବା ବିଦ୍ୱାନମାନଙ୍କ ଦ୍ୱାରା ଗୀତା ଯେତେବେଳେ ସଂକଳିତ ହୋଇ ଗ୍ରନ୍ଥ ରୂପ ନେଲା ବା ଆଧୁନିକ ଯୁଗରେ ପୁସ୍ତକ ରୂପେ ମୁଦ୍ରିତ ହେଲା, ସେହି ସମୟରେ ଅନେକ ନୂତନ ଶ୍ଲୋକ ଏଥିରେ ପ୍ରକ୍ଷିପ୍ତ କରାଗଲା ଓ କିଛି ମୂଳ ଶ୍ଲୋକକୁ ବାଦ ଦିଆଗଲା। ବୈଦିକ ସାହିତ୍ୟ ଦ୍ୱାରା ପ୍ରଭାବିତ ବିଦ୍ୱାନମାନେ ନିଜ ନିଜ ବିଚାରଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଗୀତାର ଭାଷ୍ୟ ରଚନା କରିଥିବାରୁ ଅନେକ ସ୍ଥାନରେ ସେମାନେ ଏହାର ମୌଳିକ ସତ୍ୟଠାରୁ ବହୁତ ଦୂରକୁ ଚାଲିଯାଉଥିବା ଲକ୍ଷ୍ୟ କରାଯାଏ। ଈଶ୍ୱରୀୟ ଦୃଷ୍ଟିକୋଣ ବିନା ଗୀତାକୁ ଠିକ୍ ଭାବରେ ବୁଝି ହେବ ନାହିଁ। ଗୀତା ସୁଗୀତା କର୍ତ୍ତବ୍ୟମ୍। ବୈଦିକ ବିଚାରଧାରା ଦ୍ୱାରା ପ୍ରଭାବିତ ଅନେକ କ୍ଷେପକ ଶ୍ଲୋକ ଗୀତାରେ ସନ୍ନିବେଶିତ କରାଯାଇଛି, ଯାହା ନିମ୍ନ କେତୋଟି ଉଦାହରଣରୁ ସ୍ପଷ୍ଟ ବୁଝିହେବ। ଆଲୋଚ୍ୟ ପ୍ରସଙ୍ଗରେ ଯଦାଦିତ୍ୟ ଗତମ୍ ଶ୍ଲୋକଟି ମୁଣ୍ଡକ ଉପନିଷଦର ତ୍ୱମେବ ଭାନ୍ତ ମନୁଭାତି ସର୍ବତସ୍ୟ ଭାଷା ସର୍ମବିଦଂ ବିଭାତି ବାକ୍ୟର ଭାବରୁ ଆନିତ। ଗାମାବିଶ୍ୟ ଚ ଭୂତାନି ଶ୍ଲୋକଟି ଯଜୁର୍ବେଦର ଯେନ ଦୌରୁତ୍ୟ ପୃଥିବୀ ଚ ଦୃଢ଼ା ମନ୍ତ୍ରର ଭାବରୁ ନିଆଯାଇଛି। ଅହଂ ବୈଶ୍ୱନର ଶ୍ଲୋକଟି ବୃହଦାରଣ୍ୟକ ଉପନିଷଦର ଅୟମଗ୍ନି ବୈଶ୍ୱନର ଯୋ ଅୟମନ୍ତଃ ପୁରୁଷେ ଯେନେଦମନଂ ପଚ୍ୟନ୍ତେ ଯଦିଦମଂ ବିଦ୍ୟତେ। ବୃହଦାରଣ୍ୟକ ବାକ୍ୟର ରୂପାନ୍ତର ମାତ୍ର। ଟୀକାକାରମାନେ ଏହି ଶ୍ଲୋକ ଗୁଡ଼ିକ ଉପରେ ଦୃଷ୍ଟାନ୍ତ ଅନୁସାରେ ବୈଦିକ ବିଚାରଧାରା ଛାୟାରେ ହିଁ ବ୍ୟାଖ୍ୟା କରିଛନ୍ତି। ଗୀତାର ମୌଳିକତାକୁ
ଦୃଷ୍ଟିରେ ରଖି ବିଚାର କଲେ ଆଲୋଚ୍ୟ ଶ୍ଲୋକତ୍ରୟର ଆଭିମୁଖ୍ୟ ହେଲା ମଣିଷର ବୁଦ୍ଧିକୁ ପ୍ରକୃତିରୁ ଅପସାରଣ କରି ପରମାତ୍ମାଭିମୁଖୀ କରାଇବା। ସୂର୍ଯ୍ୟଙ୍କ ପ୍ରକାଶ ଶକ୍ତି, ଅଗ୍ନିର ଦାହିକା ଶକ୍ତି ଓ ପାଚନ ଶକ୍ତି, ଚନ୍ଦ୍ରଙ୍କର ପ୍ରକାଶିକା ଓ ପୋଷଣ ଶକ୍ତି, ପୃଥିବୀର ଧାରଣ ଓ ସୃଜନୀ ଶକ୍ତି ହେତୁ ମନୁଷ୍ୟ ସେମାନଙ୍କ ପୂଜା ଉପାସନା କରେ। ଏଠାରେ ପରମାତ୍ମାଙ୍କ କହିବା ଅନୁସାରେ ଏ ଶକ୍ତି ଏମାନଙ୍କ ନିଜସ୍ୱ ନୁହେଁ। ଏ ସମସ୍ତେ ତାଙ୍କଠାରୁ ଶକ୍ତିପ୍ରାପ୍ତ ହୋଇ ନିଜ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତେଣୁ ଭୌତିକ ବସ୍ତୁ ଓ କ୍ରିୟାକଳାପରୁ ମନକୁ ଅପସାରଣ କରି ସମସ୍ତ ଶକ୍ତିର ଉତ୍ସ ପରମାତ୍ମାକୁ କେବଳ ସ୍ମରଣ କରିବା ଉଚିତ। କ୍ରମଶଃ ଓମ୍ ଶାନ୍ତି।